ମୁଁ ଆର୍ମିରେ ଜବ୍ କରେ। कौन होता है ट्रिटमेंट होता कौन सब होता ନା ରାତିରେ ଏମିତି ଶୋଇଥିଲି, ଟିକେ ଦେହ ଠିକ୍ ଲାଗିଲାନି ତ ମାଆଙ୍କୁ ଡାକିଲି। ତ ମାଆ ଆମର ବ୍ଲକ୍ ମେଡ଼ିକାଲକୁ ଧରିକି ଆସିଲେ। ତ ସେଠି ଚେକ୍ କଲା ପରେ ତାଙ୍କୁ ଠିକ୍ସେ କିଛି ଜଣାପଡ଼ିଲାନି, ତ ସେ ଏଠିକି ରେଫର୍ କଲେ। ତ ଏଠି ରେଫର୍ କଲା ପରେ ଏଠି ଚେକ୍ କଲାଠୁ ଜଣାପଡ଼ିଲା ଯେ ହାର୍ଟରେ କିଛି ପ୍ରୋବ୍ଲେମ୍ ଅଛି। ଆଚ୍ଛା ଏଠି କ'ଣ ଟ୍ରିଟମେଣ୍ଟ କ'ଣ ହେଲା, କେମିତି ତୁମେ ସର୍ଭାଇଭ୍ କଲ? ମୁଁ ତ ଠିକ୍ସେ କହିପାରିବିନି, ମୁଁ ସେନ୍ସଲେଟ୍ ହେଇଯାଇଥିଲି। 15-20 ଦିନ ପରେ ସେନ୍ସ ଆସିଥିଲା। ଆଗରୁ ଏମିତି କିଛି ତମର ଦେହ ପ୍ରୋବ୍ଲେମ୍ ହେଇଥିଲା? ନା, ଆଗରୁ ଏମିତି ଦେହ ପ୍ରୋବ୍ଲେମ୍ କିଛି ନଥିଲା। ହଠାତ୍ ଅଚାନକ କେମିତି କ'ଣ ହେଲା? ସେଇଟା କ'ଣ କହିପାରିବି? ଏଠି ଡକ୍ଟର ସବୁ କ'ଣ କେମିତି କ'ଣ ସବୁ କର, ମାନେ ହାର୍ଟ ପ୍ରୋବ୍ଲେମ୍ ଥିଲା ଆଗରୁ ନା କେମିତି କ'ଣ ଥିଲା? ନା, ଆଗରୁ ହାର୍ଟ ପ୍ରୋବ୍ଲେମ୍ ତ କେବେ ବାହାରି ନଥିଲା। ଡକ୍ଟର ସବୁ କ'ଣ ଚିକିତ୍ସା କରେ କ'ଣ ଜାଣିଥିଲେ କିଛି? ନା, ସେ ବିଷୟରେ କିଛି ଜାଣିନି। ଆଚ୍ଛା କେତେ ଦିନ ମେଡ଼ିକାଲ ରହିଲ ଟିକେ କ'ଣ? ଆଜ୍ଞା, ଏମ୍ସରେ କେତେ ଦିନ କ'ଣ ରହିଲ? ଏବେ 1.5 ମାସ ହେଇଗଲା, ମାସେ 17 ଦିନ। ଏବେ କେମିତି କ'ଣ ଲାଗୁଛି? ଏବେ ଭଲ ଲାଗୁଛି, ଠିକ୍ ଅଛି। ଯେତେବେଳେ ସେନ୍ସ ଆସିଲା ସେତେବେଳେ କ'ଣ ଡାକ୍ତରମାନେ କ'ଣ କହିଲେ ତମକୁ, କି ତମେ କେମିତି କଥା ହେଲ କି କ'ଣ? ନା, 15-20 ଦିନ ପରେ ସେନ୍ସ ଆସିଲା ତ ଆଇସିୟୁରେ ଥିଲି। ତ କଥା ହେଉନଥିଲା, ଭେଣ୍ଟିଲେସନ୍ ଲାଗିଥିଲା, ତ କଥାବାର୍ତ୍ତା କରିପାରୁନଥିଲି। ତାପରେ ଏବେ 8-10 ଦିନ ହେଲା କଥାବାର୍ତ୍ତା ଟିକେ କରୁଛି। ଏବେ ଦେହ କେମିତି ଅଛି? ଏବେ ଦେହ ଭଲ ଅଛି। ଚଲାବୁଲା କରିପାରୁଛନ୍ତି? ଚଲାବୁଲା ୱାର୍କର ଧରିକି ଚଲାବୁଲା କରିବାକୁ ପଡ଼ୁଛି। ଗୋଡ଼ ଟିକେ ପ୍ରୋବ୍ଲେମ୍ ଅଛି। ପୁଅଙ୍କର କ'ଣ ହେଇଥିଲା ଆଜ୍ଞା ଜାଣିନି। ମୁଁ ରାତି 3ଟାରେ ପୁଅର ପୁରା ନର୍ଭସ୍ ହେଇକି ଝାଡ଼ା ଆସିଲା, ତାକୁ ଝାଡ଼ା ଦେଖିଲା, ଝାଡ଼ା ପେଣ୍ଟରେ ହେଇଯାଇଛି। ତାପରେ ମୋତେ ଡାକିଲା ମାମା ମାମା, ଯେତେବେଳେ ଡାକିଲା ମୁଁ ବାରିଆଡ଼େ ଆସିଲି, ଦେଖିଲି ପୁଅକୁ। ଦେଖିଲା ବେଳକୁ ପୁଅ ପୁରା ଡଙ୍କ ଢାଳିକି ପଡ଼ିଗଲାଣି। ତାପରେ ପୁଅକୁ ପଚାରିଲି ପୁଅ କ'ଣ ହେଉଛି, ନା ମାମା ମୁଁ ଜାଣିପାରୁନି କିଛି, ମୋ ଛାତି କ'ଣ ହେଇଯାଉଛି। ତାପରେ ମୁଁ କହିଲି ଛାତି କ'ଣ ହେଉଛି, ନା ମୁଁ ତ ଜାଣିପାରୁନି କିଛି। ବେଳକୁ ବେଳ ପୁରା ଧୀରେ ଧୀରେ କଥା କହିବା ବନ୍ଦ କରି ଆସିଲା। ତାପରେ ଆମ ପଡ଼ିଶା ଘରୁ ଦିଅର ଥିଲେ, ତାଙ୍କୁ ଡାକିକି ସାଙ୍ଗେ ସାଙ୍ଗେ ରଣପୁର ମେଡ଼ିକାଲ ଆଣିଲୁ। ରଣପୁର ମେଡ଼ିକାଲ ଯେତେବେଳେ ଆଣିଲୁ, ନର୍ସ ଦିଦି ତାଙ୍କୁ ଦେଖିଲେ। ଦେଖିଲା ପରେ ସେ କହିଲେ ନାଇଁ ଆମେ ପାରିବୁନି, ତାଙ୍କୁ ଅନ୍ୟ ମେଡ଼ିକାଲକୁ ନେବାକୁ ପଡ଼ିବ। ତାପରେ ସେ ରେଫର୍ କଲେ ଏମ୍ସ ମେଡ଼ିକାଲକୁ। ସକାଳ 6ଟାରେ, ଅକ୍ଟୋବର 6 ତାରିଖ ସକାଳୁ ଆସିକି ପହଞ୍ଚିଲୁ। ଏଠି ଡକ୍ଟର କ'ଣ କହିଲେ, କ'ଣ ଡକ୍ଟର ଦେଖିଲେ, ଯେତେବେଳେ ଡକ୍ଟର ଦେଖିଲେ କହିଲେ ୟାର କଣ୍ଡିସନ୍ ବହୁତ କ୍ରିଟିକାଲ, ତାଙ୍କର ହାର୍ଟବିଟ୍ ଆଉ ଚାଲିବା ବନ୍ଦ ହେଇଗଲାଣି, ଏକଥା କହିଲେ। ଆଉ କହିଲା ପରେ ଆମେ କହିଲୁ ଆଜ୍ଞା ତୁମେ ଚେଷ୍ଟା କରନ୍ତୁ ଯେମିତି ହେଲେ ପୁଅର ଜୀବନ ବଞ୍ଚାଇବା ପାଇଁ। ଆଉ ତାପରେ କହିଲେ ଯେ ଇକ୍ମୋ ମେସିନ୍ ଲାଗିବ। ଇକ୍ମୋ ମେସିନ୍ ଲଗାଇବା ପାଇଁ ସେଠୁ ଆମେ କହିଲୁ ଇକ୍ମୋ ମେସିନ୍ ଲାଗୁ, ଯାହା ବି କିଛି ଲାଗୁ, କିନ୍ତୁ ଆଜ୍ଞା ତୁମେ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ। ଆଗରୁ କିଛି ନା ନା ନା, ପୁଅର କିଛି ବି ରୋଗ ନଥିଲା, ହଠାତ୍ କ'ଣ ହେଲା ଜାଣିନି। ଆଣିଲେ ଯେତେବେଳେ ପୁଅକୁ ହସ୍ପିଟାଲକୁ, କ'ଣ କହିଲେ, କେମିତି ପରିସ୍ଥିତି କେମିତି ଥିଲା ଆପଣଙ୍କର? ପରିସ୍ଥିତି ପୁଅର କଥା କହିବା ପୁରା ବନ୍ଦ ହେଇଯାଇଥିଲା, ତା ଛାତି ପୁରା ଥରୁଥିଲା, ଆଉ ତାର ଧୀରେ ଧୀରେ କଥା କହିବା ବନ୍ଦ ହେଇ ଆସିଲା, ଗୋଡ଼ ହାତର ସବୁ ପୁରା ବନ୍ଦ ହେଇଗଲା ଚାଲିଚଳଣି। ଏବେ ପୁଅ କେମିତି ଅଛି? ଏବେ ପୁଅ ବହୁତ ଭଲ ଅଛି। ପୁଅ ଆର୍ମିରେ ଅଛି, ଜବ୍ କରୁଛି। 2019 ଡିସେମ୍ବର 15ରେ ଜଏନ୍ କରିଛି। देखो आज आमर यही जो सफलता देखुं माने बहुत ही मेडिकल रे रेयर आमर आम पाखे जो पेशेंट बर्तमान अच्छा 24 इयर्स जड़े युवक से आसी आम पाखक 1.5 मास तले आते से आसी पूरा क्रिटिकल थिला आसला परे से आम आमर रेसिडेंट फैकल्टी माने थिले क्रिटिकल देखिकी आईसीयू रे एडमिशन करागला। एडमिशन पर पेशेंट सडन कार्डियक डेथ है, कार्डियक माने अरेस्ट हो गला। अरेस्ट है अरेस्ट है नेचुरली सीपीआर जो कार्डियो पल्मोनरी रिससिटेशन करा जाए। यही रिससिटेशन रे हमरो नॉर्मली आपण हार्ट और लंग्स रो फंक्शन टाको रिवाइव पाई आउ ता संगे हमरो मेडिकल भी थाए और इलेक्ट्रिकल शॉक भी हमें दो आउ सब किछि कला परे भी हमरो ऑलमोस्ट 40 मिनिट्स आम सीपीआर कलु से पेशेंट आमर डॉक्टर मैंने फैकल्टी समस्ते मिसिकी किंतु पेशेंट को सर्वाइव करागला नहीं आउे ऑलमोस्ट आपण कही पारे जे ऑलमोस्ट डेथ बेड
आम पाखे गोटे इक्मो मेसीन अच्छी जो इक्मो मेसीन गोटे गोटे ये मेसीनटा हूँ आपंकर लाइफ सेविंग मेसीन ऑलमोस्ट क्रिटिकल केयर रे यूज हुए आम मेसीन लास्ट कोविड रे यूज करूँ जो मनकर रेस्पिरेटरी पूरा फेल्योर हो जाए कार्डियक फेल्योर हो जाए से ये मेसीनटा यूज हुए आई मेसीनटा बहुत यूजफुल थिला कोविड टाइम रे आई मेसीनटा आमर एबे वर्तमान जो सीपीआर हैला परे जेतेबेले पेशेंट किछि रेस्पॉन्ड कला नाही ऑलमोस्ट डेड डिक्लेरेशन आउ किछि उपाय नथिला आमर किंतु यही इक्मो मेसीन रे आमे गोटे ट्रायल आमर फैकल्टी माने ट्रायल कले आ जे एटा आम पाखरे मेसीनटा अछि सो लगे करी गोटे एक्सपेरिमेंट करिवा से एक्सपेरिमेंट कला परे आमर ऑलमोस्ट से इक्मो मेसीन सांगे सीपीआर ताकू ई सीपीआर कह जाए नॉर्मली आम सीपीआर माने कार्डियो पल्मोनरी रिसर्टेशन आम समस्त को शिखाऊ जे कार्डियक सडन कार्डियक डेथ आप जमती मार्केट को जिबे बा कौन सी जगह को बाहर को गले समस्ते शिखा कथा सीपीआरटा से आमे भी ट्रेनिंग दौचु से सीपीआर किंतु एटा गोटे ई सीपीआर है माने जो इक्मो मेसीन आम पाखे अच्छी सेटा लगेकि तापर आम सीपीआर कलु सेटा हमर कंबाइंड सीपीआर सेटा 30-40 मिनिट्स कला परे आपणकर धीरे धीरे तार हार्टबीट आसला आउ तापरे एबे वर्तमान आप देखुं पेशेंट पूरा भल अच्छी ऑलमोस्ट 100% रिकवर्ड हो गलानी 1-2% टिके पेन बा तार टिके स्काल रे टिके आल्सर अच्छी बट काली परदिन से डिस्चार्ज होगी जीव घर को